এইটা তো ସବୁବେଳେ କେତେ ପଚରାବ ତାର ବିଷୟରେ ମୁଇଁ ତ ଅତି ସ୍ପଷ୍ଟ କରିସାରିଛି। ଉତ୍କଳ ଇଜ୍ ଏ ପାର୍ଟ ଅଫ୍ ଓଡ଼ିଶା। ଉତ୍କଳ ଲାଗି ଗୌରବ ଫୌରବ ଆମେ କିଛି କମ୍ ନାଇଁ କରବା। କଳାରେ ଉତ୍କୃଷ୍ଟ ଉତ୍କଳ। ହଁ ଆମେ ଆମର କିଛି ଅବଜେକ୍ସନ୍ ନାଇଁ ନା ଉତ୍କଳରେ, କିନ୍ତୁ ଉତ୍କଳଟା ଓଡ଼ିଶା ନୁହେଁ। ଓଡ଼ିଶା କହିଲେ ଉତ୍କଳ କଳିଙ୍ଗ କୌଶଳ ମିଶିଲେ ଯାଇକରି ଓଡ଼ିଶା ହେବା। ତ ଗୁଟେ ଓଡ଼ିଶାରେ ଆମେ ଗୁଟେ ପାର୍ଟର ବନ୍ଦନା କର୍ମା ଆଉ ଦୁଇଟା ପାର୍ଟକୁ ଛାଡ଼ିଦେମା, ଏଇଟା ମୋତେ କାହିଁକି ଗ୍ରହଣୀୟ ନାଇଁ ହେବା। ହେଲା ଧୀରେ ଧୀରେ ହଉଛି ନା। ପ୍ରଥମେ ଉତ୍କଳ ଦିବସ ପାଳନ ହଉଥିଲା, ଉତ୍କଳ ଦିବସଟା ଓଡ଼ିଶା ଦିବସ ହେଲା, ତାପରେ ହବା ନା। ମୁଇଁ ମାନେ ମୋର ଆର୍ଗୁମେଣ୍ଟ ବହୁତ କ୍ଲିଅର ହେ। ମୋର ଆର୍ଗୁମେଣ୍ଟ ଅତି କ୍ଲିଅର ହେ। ସେଟାକୁ ଯେ କ୍ରିଟିସାଇଜ କରିକି ମୋତେ ଅଲଗା ପ୍ରକାର କହୁଛି, ମୁଁ ଓଡ଼ିଶାର ଏକତା ଅଖଣ୍ଡତା ଲାଗି ଲଢ଼ୁଛି, ସେଥିରେ କିଛି କମ୍ପ୍ରମାଇଜ ନାହିଁ। ଇଭେନ୍ କି ବମ୍ବେର ଆସେମ୍ବଲିରେ ଯେନ୍ ମୁଁ ଏଷ୍ଟିମେଟ୍ କମିଟିର ସ୍ପିଚ୍ରେ ଯାଇଥିଲି, ତ ଓଡ଼ିଶା ବିଷୟରେ ଯେନ୍ ପ୍ରକାର ମୁଁ କହିଛି ସେଟା ସମସ୍ତେ ଆପ୍ରିସିଏଟ୍ କଲେ। ହେଲା ଯେ ଭୁବନେଶ୍ୱରରେ ହେଲା ଫାର୍ଷ୍ଟ ଟାଇମ୍ ହେଲା, ଓଡ଼ିଶାରେ ଭୁବନେଶ୍ୱର ସହରରେ ହେଲା। କିଛି ସଂଶୋଧନ ଦରକାର, ନୂଆ ଗୀତ କମ୍ପଲସରି ନାଇଁ କରୁ। ବନ୍ଦେ ଉତ୍କଳ ଜନନୀ ନୂଆ ଗୀତଟେ ହେଇଯାଉ, ଗୀତ ସଂଶୋଧନ ହେଇଯାଉ, ନା ହେଲେ କିଛି ସଂଶୋଧନ କରାଯାଉ, କିଛି ଅସୁବିଧା ନାହିଁ। ମୋର ସରକାର ନୁହେଁ, ସରକାର ତ ସମସ୍ତଙ୍କର। ମୁଁ ସରକାର କିଛି ଅଂଶ ବିଶେଷ କି? ମୁଁ ତ ସରକାରର ବାହାରେ ଅଛି। ଆଇ ଏମ୍ ଓନ୍ଲି MLA। ମତାମତ ଦେଇ ସାରିଛି। ମତାମତ 2000ରୁ ଦେଇ ଆସୁଛି। 2000ରୁ ତ ଏଇ କଥା 2000ରୁ ତ ମୁଁ ପ୍ରୋଟେଷ୍ଟ କରୁଛି। 2000 ଆଗରୁ ପ୍ରୋଟେଷ୍ଟ କରୁଥିଲି, ସେଟା ସିଗ୍ନିଫିକେଣ୍ଟ ନଥିଲା। 2000 ପରେ ବି ମୁଁ କହି ଆସିଛି। ତ ଆପଣ ବନ୍ଦେ ଉତ୍କଳ ଜନନୀରେ ଆପଣ ଆଂଶିକ ପରିବର୍ତ୍ତନ ଚାହୁଁଛନ୍ତି ନା ନୂଆ ଗୀତ ଚାହୁଁଛନ୍ତି? ମୁଁ ଦେଖନ୍ତୁ, ଗୋଟିଏ ଲାଇନରେ ୟାର ଉତ୍ତର ଦେଇ ହେବନି, କାରଣ ବନ୍ଦେ ଉତ୍କଳ ଜନନୀରେ ଝରଣା, ଆମ ଝରଣା ମହୁଲ ଗଛ ଏସବୁର ତ କିଛି ବର୍ଣ୍ଣନା ନାହିଁ ନା। ପାହାଡ଼ ପର୍ବତ, ଆମର ପାହାଡ଼ ପର୍ବତର କିଛି ବର୍ଣ୍ଣନା ନାହିଁ ନା, କେବଳ ଉତ୍କଳ ଅଞ୍ଚଳର ଅଛି। ଯଦି ଓଡ଼ିଶାର ଆଜି ଗଞ୍ଜାମ ଏରିଆର ବି ରହିବା କଥା, ସମ୍ବଲପୁର ଏରିଆର ବି ରହିବା କଥା, ଫୁଲବାଣୀ ବିଷୟରେ ରହିବା କଥା, କୋରାପୁଟ ବିଷୟରେ ରହିବା କଥା, ଏସବୁ। ମୁଁ ମହାରାଷ୍ଟ୍ରର ଷ୍ଟେଟ୍ ଏନ୍ଥମ୍ ତ ହେଇପାରିବନି। ସୁପ୍ରିମକୋର୍ଟ କହିଦେଲା ଦେୟାର ଇଜ୍ ନୋ ଷ୍ଟେଟ୍ ଏନ୍ଥମ୍, ଓନ୍ଲି ନ୍ୟାସନାଲ ଏନ୍ଥମ୍, ଓନ୍ଲି ନ୍ୟାସନାଲ ଫ୍ଲାଗ, ଓନ୍ଲି ନ୍ୟାସନାଲ ଏନ୍ଥମ୍, ନୋ ଷ୍ଟେଟ୍ ଫ୍ଲାଗ, ନୋ ଷ୍ଟେଟ୍ ଏନ୍ଥମ୍। ଯଦି କହିସାରିଲାଣି ବୋଲେ ଆମେ କାହିଁ ଆଉ ବିତର୍କ କରିବା ଏ ବିଷୟରେ? ଯଦି ସୁପ୍ରିମକୋର୍ଟ କହୁଛି ଯେ ଷ୍ଟେଟ୍ ଏନ୍ଥମ୍ ହେଇପାରିବ ନାହିଁ, ତ ତା ଉପରେ ଆଉ ଅଧିକ ଯୁକ୍ତିର ଆବଶ୍ୟକତା। ମୁଁ ଦେଖନ୍ତୁ, ପଶ୍ଚିମ ଓଡ଼ିଶାର MLA ମାନେ ପଶ୍ଚିମ ଓଡ଼ିଶା, ମୁଁ ମୋର କଥା ଜବାବ ଦେଇପାରିବି। ମୁଁ କିଏ ଅନ୍ୟ MLA କ'ଣ କଲା କ'ଣ ନାହିଁ, ମୁଁ ତ ତାର ଉତ୍ତରଦାୟୀ ନୁହେଁ ନା। ମୁଁ ଗୋଟିଏ MLA ହିସାବରେ ୟାକୁ ସବୁ ପ୍ଲାଟଫର୍ମରେ ରଖି ସାରିଲେଣି। ମୁଁ ଠିଆ ନାହିଁ ହୁଏ। ଯଦି ଗୀତ ପରିବର୍ତ୍ତନ ନ ହେବାର ପର୍ଯ୍ୟନ୍ତ ମୁଁ ଠିଆ ନାହିଁ ହୁଏ। ଠିଆ ନାହିଁ ହେଇ 20 ମୋର ଲଜିକକୁ ମୁଁ ଏବେ ତକ ମୋର ଷ୍ଟାଣ୍ଡରେ କ୍ଲିୟର ଅଛି। ତାର ଅର୍ଥ ନୁହେଁ ଯେ ମୁଁ ଓଡ଼ିଶା ବିରୋଧୀ। ମୁଁ ଓଡ଼ିଶାର ସମର୍ଥକ, ସେଥିଲାଗି ଏଇଟା କରୁଛି। ଟୁ ଷ୍ଟ୍ରେନ୍ଥେନ୍ ଦ ଓଡ଼ିଶା, I put this argument.
before the public.